भगवते वासुदेवाय। प्रथम स्कंद चतुर्थाध्याय। वेद पुराण रचि व्यास चित्ते नहिले परितोष। चतुर्थ अध्याय चरित जहु प्रकाश भागवत। व्यास उवाच एमंत भागवत बाणी सुत मुनिଙ୍କ मुखु शुणी। मुनिଙ୍କ मध्ये कुल बुद्ध सौनक नामे धर्म युद्ध। सर्वमुनिଙ୍କ अवधाने पुछन्ति मधुर वचने। सौनक उवाच हे सुत तुम्भे महाधीर बकता जना मध्यवर। जाह्नवी तटे राजा आगे सुके जा कहिले सरागे। से कथा कह आंभ आग तुम्भे जे अट महाभाग। ए भागवत शास्त्र केबे व्यास रचिले केउ जुगे। काहार बोले काहीं बसी कि भावे कि हेतु उद्देशी। सुक जे ताहांको कुमर समद रसी निर्विकार। एकांत मति रात्र दिने कृष्ण महिमा जार मने। निर्माया मूढ़ता पतिति लखी न पारे केहि गति। ଯାହାର ଆଗମାନ କାଳେ ଦେବ କନ୍ୟାଏ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ଧାଇଁଲେ ଲଜ୍ଜାକୁ ପେଖି। ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ। ବ୍ୟାସଙ୍କ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ସୁର ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଏ ମୂଢ଼ ଗତି ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାଙ୍କୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ। ଏ କିସ ତୁମ୍ଭର ବେଭାର ସେ ସୁକ ମୋହର କୁମର। ତରୁଣ ବୟସ ତାହାର ଏ ବୁଦ୍ଧ ଶରୀର ମୋହର। व्यास वचने नारी गणे तक्षणे नमिले चरणे। बोलती व्यास मुख चाही संसार तांको हृदय नाही। स्त्री पुरुष न जानती समस्त एक भावे चिंती। तुम्भे जे बोलो आंभे बुद्ध विषय रसे अछि सध। हे घेनी होइलु अंतर आंभर दोष क्षमा कर। एमंत गले नारी गणे सुक रहिले सेहि बने। से सुक मुनि किस काजे प्रवेश कले कुरु राज्ये। जड़ उन्मत्त प्राय होई ताहांको केहि न जानई। केमंते परीक्षित मेले मिलिले जाह्नवीर कूले। तहि अनेक मुनि मध्ये भागवतर सास्वादे। प्रजाଙ୍କ द्वारे सायंकाले से नित्य भिक्षा अर्थे मिले। गोदोह मात्र द्वारे रही गोहिंकी तीर्थ फल देई। से मुनि परीक्षित मेले मिलिले पूर्व पुण्य फले। से पुणी भागवत शास्त्र कहिले एत आचंबित। से भागवत परीक्षित स्वभावे अभिमन्यु सुत। ताहांको जन्म कर्म जेते कहिबा आंभर अग्रते। अति अभूत अछु जानी एबे तरिबु ताहा शुणी। से सर्व राजांकर सार पांडव वंशे कीर्तिधर। राज संपद करी दूर किंपा रहिले गंगा तीर। शत्रु राजाए जार पाद नमति देई न संपद। जुबा बयसे नरपति तेजिण अचल विभूति। जेहु शरीर ए संसारे बहई पर उपकारे। हरिचरण चित्ति चिते जे राजा वर्ते जनहिते। से किंपा छाड़िले जीवन उपेक्षे गृह धन जन। कह कारण किबा अर्थे संशय छाड़िब जे मन्ते। तुम्भे सकल विद्या पर कह संशय जाऊ दूर। एमंत सौनक वचने सकल प्रश्न अनुमाने। कहन्ति सुत महाऋषि मुनिଙ୍କ प्रश्न अवराकांक्षी। सुतोवाच
ଶୁଣ ସକଳ ମୁନି ଜନ ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ପରାଶରଙ୍କ ବୀର୍ଯ୍ୟ ଜୁତେ ଯୋଜନା ଗନ୍ଧା ଗର୍ଭଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ସେ ଏକ ଦିନେ ପ୍ରାତଃ କାଳେ ସ୍ନାନ ସାରି ଗଙ୍ଗା ଜଳେ। ଏକାନ୍ତ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ଅବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ। ସେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟ ଦେହ ବହି। ପ୍ରାଣୀଙ୍କ ବଳ ମଧ୍ୟ ହରେ ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳିଆ ଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ତ୍ୱ ହୋଇବେ ଶରୀରେ। ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ। ଦୁର୍ଭୋଗ ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତ ବିଷ୍ଣୁ ମାୟା ଡରି। ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ। ବେଦକୁ କଲେ ଚାରି ଖଣ୍ଡ ମଧ୍ୟ ଭିଆଇ କର୍ମକାଣ୍ଡ। ଋକୁ ଯଜୁ ସମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ। ପଇଳ ମୁନିଙ୍କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ। ଜୈମିନୀଙ୍କି ଦେଲେ ସାମ ଯଜୁଯେ ବୈଶ୍ୟ ସମ୍ପାୟନ। ଅଙ୍ଗିରା ମୁନି ଅର୍ଥ ବଣେ ମୋ ପିତାର ମହାରସଣେ। ପୁରାଣ ଅଷ୍ଟାଦଶ କଲେ ଏମନ୍ତ କର୍ମ ସମ୍ପାଦିଲେ। ସେ ଶିଷ୍ୟ ବିଚାରେ ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ। ଅନେକ ଶାଖା ଭିଆଇଲେ ଶିଷ୍ୟ ଶିଷ୍ୟ ଶିଖାଇଲେ। ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ। ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ। ତ୍ରିଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଦରେ ବେଦ ମନ୍ଥି ଭାରତ ପର ବନ୍ଧ ବନ୍ଥି। ବେଦ ଉଦ୍ଧାରି ସାର ଅର୍ଥ ସଜିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବ ଅର୍ଥେ ରୂପେ ସୂଜି ବେଦ ମତେ। କଲେ ହିଁ ସର୍ବଧର୍ମ ଯେତେ ତୋଷ ନହିଲେ ହୁଦ ଗତେ। ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ। ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ମନ୍ତ ବିଚାରି। ଅତି କଠୋର ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି। କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ। ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ। ତେବେ ନିର୍ମଳ ନହେ ମନ ଚିନ୍ତା ନଳେ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳେ କରେ ଜ୍ଞାନ ପଥେ। ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ଶୀତ ମାୟା ଭ୍ରମ। ଏ ମାୟା ତୁଟଇ ଯେମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ। କହିବି ଭାଗବତ ଧର୍ମ ଜେଣେ ନ ଲାଗେ ଭବ ଭ୍ରମ। ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମୟ ନାରଦ ଆସନ୍ତେ ଶୁଭେ ବୀଣା ନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ଦୂର ଅଗ୍ରସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣାମ ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମୋ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତମ ପୁରାଣେ ପରମହଂସ ସଂହିତାଂ ପ୍ରଥମ ସ୍କନ୍ଧେ ନାରଦ ଗମନ ନାମ ଚତୁର୍ଥ ଅଧ୍ୟାୟ।
ओम नमः भगवते वासुदेवाय। प्रथम स्कंद पंचम अध्याय। पंचमे नारद प्रवेश व्यास को देले उपदेश। हरि कीर्तन भागवत कर प्रसन्न हेब चित। सुत कहती अनुरागे हरसे मुनिंकर आगे। सुतवाच सुन सकल मुनि जने हरि चरित सावधाने। व्यास समीपे देव ऋषि सुख आसने दूढ़े बसी। कुशल बाता पूछे तो से जे जात गोविंदर अंशे। हरसे बिना करे नहीं कहते व्यास मुख चाही। नारद बाच हे पराशर ऋषि सुत तुम्भे स्वभावे भागवत। किंपा चांचल्य तुम्भ मने देखि जानिलु आम्भे ध्याने। सकल वेद शिष्य देई पुराण भारत भियाई। संसारे इष्ट धर्म जेते सर्वसंपन्न तुम्भ चिते। भले जानिली मोहि हा तुम्भे स्वभावे पुण्य देहा। वेद विचारी ब्रह्म चिंती चित्त न हिला तुम्भ शांति। नारद वाक्य शुणी कन्ने व्यास कहती सावधाने। व्यासवाच तुम्भे कहिल मुनि जेते मोर अभ्यास बहु मते। वेद पुराणे अर्थ जेते सर्व संपादिली चिते। तथापि आत्मा तो सो नहीं मन न रहे स्थिर देहे। तुम्भे जे ब्रह्मांक नंदन भले जानिल मोर मन। ए मन स्थिर करिबारे गोविंद बिना के बापारे। सकल शास्त्र तहु सार तार महिमा गोचर। तार भक्ति जेणु नाही एणु मो चित्त स्थिर काहि। तुम्भे सकल तत्व जान विष्णु महिमा परिमाण। से सर्व जीवंक ईश्वर जार माया रे संसार। सुजई पालई सहरे त्रिगुण मध्य से बिहरे। से माया ताकु न लागई नित्य से जिज सुखे थाई। एतिनी लोक तुम्भ देह निरुते भ्रमेर विप्राय। प्राणीक बाह्य आभ्यंतरे जे सने समीर संचरे। आत्मा जे सन साक्षी रूपे नित्य विहर निज सुखे। पर अबर ब्रह्म जले महर स्नान सुनिश्चले। से जल शीत उष्ण भाव नित्य करई अनुभव। तथापि नीन भाव घोर मन पसना नहे मोर। तांक महिमा परिमाणी तुम्भଙ୍କୁ अन्य के बा जानी। कह आनंदे मुनि वर जेमते मन हेब स्थिर। नारद बाच भमुनि सत्य ए वचन तेणु संतोष नहे मन। कृष्ण निर्मल जस गुण जेणु न कल उच्चारण। जे धर्मे कृष्ण तो सो नहीं से धर्म निउ न अटई। धर्म संपद काम अर्थे जेते कहिल वेद पथे। जेबे गोविंद गुण ग्राम अभ्यासे थांता किछि श्रम। तेबे कि मन असंतोष कहिबी शुणु उपदेश। जेबे हे जिह्वा वाक्य श्रम न करे कृष्ण गुण गान। जे बाणी जगत तारिणी ता छाड़ी अन्य जेबे भणी। ताहाकु बोली क्याक बाणी जहिरे गोविंद न शुणी। निश्चय काकतीर्थ से जले केबा गाही। परमहंस मुनि मेले परमहंस मुनि मेले जे थांती पुण्य तीर्थ कूले। जे वाक्य कृष्ण गुण गाई निश्चय पुण्य तीर्थ से वाक्य जन ताप नासे तीर्थ जे सन पाप ध्वंसे। कृष्णर गुण गाथा जेबे पबंदे उच्चारई तेबे। पद दूषित जेबे होई से बाणी सर्व पाप दही। एणु साधवे नित्य शुणी अनंत जस गुण भणी। से हरि भाव देवा छाड़ी जाती कर्म पथ माड़ी। से पुण्य वेद मार्गे करे सकाम चिते फल धरे। हरिंकी नमरे कर्पण से सर्व फल कारण। निष्काम मते जे सन्यासी तपसा धंते बने पशी। हरि महिमा छाड़ी जेबे अति निर्मल ज्ञान भावे।
ସେ କାହୁ ଅଶୁଭ ନାସିବ, ତପସା ଧିଲା ଫଳ ଦେବ। ତୁମ୍ଭେ ସ୍ୱଭାବେ ଭାଗବତ, ମହାନୁଭବ ସୂଚିମନ୍ତ। ସତ୍ୟ ବଚନ ଧୂତ ବ୍ରତ, ଏଣୁ ଅମଘ ଧର୍ମଚ୍ୟୁତ। ସମାଧି କରି କୃଷ୍ଣ ପାଦେ, ତାର ଚରିତ ଅନୁବାଦେ। ପ୍ରବନ୍ଧ ଭାଗବତ କର, ଅଖିଳ ଜନକୁ ଉଦ୍ଧର। ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ, ହରି ଜଗତ ଭାଦ ଧୂର ତେଜେ। ବିଷ୍ଣୁ ଭକତି ଲାଭ ଛାଡ଼ି, ତ୍ରିବର୍ଗ ବୋଧେ ଲୋଭ ବଢ଼ି। ତାହାର ସୁଖ ଲେଶ କାହିଁ, ସମୁଦ୍ରେ ଜନେ ନାବ ଥାଇ। ଜଳ ପବନ ମେଘେ ବଳେ, କୂଳେ ନ ଲାଗି ଭାସେ ଜଳେ। ତାହାଙ୍କ ଗତି ସେହି ମତ, ଶୁଣ ହେ ପରାଶର ସୁତ। ଯେ ତୁମ୍ଭ ଧର୍ମ ଦୀକ୍ଷା ଘେତି, ନିନ୍ଦିତ କାମ୍ୟ କର୍ମ ଚିନ୍ତି। ସ୍ୱଭାବେ ମୂଢ଼ ସେହି ଜନ, ବିଅର୍ଥେ ତାହାର ଜୀବନ। ତୁମ୍ଭ ବଚନେ ମତି ଭ୍ରମ, ସେ ତାକୁ ବିଚାରି ସ୍ୱଧର୍ମ। ସାଧୁଙ୍କ ସଙ୍ଗେ ନ ବସନ୍ତି, ଜଗତେ ନାହିଁ ତାଙ୍କ ଗତି। ପାପ ଆଚରି ନର ଲୋକେ, ଅନ୍ତେ ସେ ପଡ଼ନ୍ତି ନରକେ। ତୁମ୍ଭେ ସ୍ୱଭାବେ ବିଚକ୍ଷଣ, ଭାବ ଭାବ ଭଲେ ଜାଣ। ଅନନ୍ତ ପାର ବିଷ୍ଣୁ କଥା, ତୁମ୍ଭେ ବର୍ଣ୍ଣନେ ସାମରଥା। ନିବୃତ୍ତି ପ୍ରବୃତ୍ତି ଏ ଭାବେ, ଯେମନ୍ତେ ପ୍ରାଣୀ ନିସ୍ତରିବେ। ହରିଚରିତ ଦୀପ କର, ଜନଙ୍କୁ ଅନ୍ଧାରୁ ଉଦ୍ଧର। ସେ ପ୍ରାଣୀ ନିଜ ଧର୍ମ ତେଜି, ହରିଚରଣ ଦୃଢ଼େ ଭଜି। ଭଜୁ ମରଇ ଯେବେ ଦୁଃଖେ, କେବେ ହେଁ ନ ପଡ଼େ ନରକେ। ସୁଧର୍ମେ ଥାନ୍ତି ଯେବା ପ୍ରାଣୀ, ହରି ଭକତି ନ ପ୍ରମାଣୀ। ଅନ୍ତେ ତାହାଙ୍କ ଗତି ଯେତେ, କି ଅନୁମାନି ପାରେ ଚିତେ। ଏବେ ହୋ ଶୁଣ ମୁନିବର, ପଣ୍ଡିତ ଜନଙ୍କ ବ୍ୟବହାର। କାଳର ବସେ ପୁଣ ପୁଣ, ଏ ଭବ ମଧ୍ୟରେ ଭ୍ରମଣ। ପୂର୍ବ ଅର୍ଜିତ କର୍ମ ବସେ, ଦୁଃଖ ସଦୃଶ ସୁଖ ଆସେ। ଏ ଅଧ ଉର୍ଦ୍ଧ ବେନି ପଥେ, ପ୍ରାଣୀଏ ଭ୍ରମନ୍ତି ନିରୁତେ। ଯେ ଲାଭ କେହି ନ ଲଭନ୍ତି, ସେ ଲାଭେ ଯାର ଚିତ୍ତ ଚିନ୍ତି। ସେ ଅର୍ଥେ ଯତ୍ନ ସେ କରନ୍ତି, ସଂସାରେ ପଣ୍ଡିତ ବୋଲାନ୍ତି। ତାହାଙ୍କ ମଧ୍ୟେ ଜଣେ ଜଣେ, ଲୋଭିଲେ ସେ ଫଳ ଧାରଣେ। ସେ ଫଳ ପାଇ ସୁଖେ ଖାଇ, ଭ୍ରମଣେ ଶ୍ରମ ନ ଲାଗଇ। ଏଣୁ ମୁକୁନ୍ଦ ପାଦ ଗତେ, ଯେ ପ୍ରାଣୀ ଭଜନ୍ତି ନିରୁତେ। ମୁକୁନ୍ଦ ପାଦ ତାର ଗତି, ଅନ୍ୟରେ ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମ ରସ, ନିରୁତେ କରନ୍ତି ଯେ ଗ୍ରାସ। ସେ ରସ ଛାଡ଼ିବେ କେମନ୍ତେ, ରସ ରସିକ ଜନ ଯେତେ। ଈଶ୍ୱର ହେତୁ ଏ ସଂସାର, ସଂସାର ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଶ, ଈଶ୍ୱର ହୁଏ ପ୍ରକାଶ। ଏଣୁ ଲୀଳାରୁ କରିଅଛି, ପ୍ରାଣୀଙ୍କୁ ନହିବ ପ୍ରତ୍ୟକ୍ଷୀ। ଈଶ୍ୱର ଜୀବ ଏ ସଂସାର, ଏ ସର୍ବ ଏକଇ ପ୍ରକାର। ଏ ସର୍ବ ବ୍ରହ୍ମ ଭାଗେ ଜାଣି, ବେଦରେ ଅଛି ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର, ତଥାପି କହିଲି ଯା ସାର। ତୁମ୍ଭେ ଯେ ଆତ୍ମାରାମେ ରମି, ଅମୋଘ ଦର୍ଶେ ଅନ୍ତର୍ଯାମୀ। ପରମ ପୁରୁଷଙ୍କ କଳା, ସୁମରେ ଗୋବିନ୍ଦର ଲୀଳା। ସଂସାର ନିସ୍ତାରଣ ଅର୍ଥେ, ସେ ଭାଗବତ କର ଗ୍ରନ୍ଥେ। ସ୍ୱଭାବେ ଜନ୍ମ ଯାର ନାହିଁ, ମାୟା ସୟଳେ ଦେହ ବହି। ତାର ଚରିତ ଧରି ଚିତ୍ତେ, ପ୍ରକାଶ କର ଜନ ହିତେ। ଏହୁ ସେ ପୁରୁଷାର୍ଥ ସାର, ଯଜ୍ଞ ତପସ୍ୟା ବେଦ ସାର। ଇଷ୍ଟ ପୂଜନ ଜପ ଦାନ, ଯେବେ ଭାବ ଏ କୃଷ୍ଣ ନାମ। ତାହାଙ୍କ ଫଳ ଏ ଅଟଇ, ତା ବିନୁ ନିଷ୍ଫଳ ହୁଅଇ। ପୂର୍ବେ ନିର୍ମଳ ଋଷି ଜନେ, ତପ ଆଚରେ ଘୋର ବନେ। ସଂସାର ସାର କୃଷ୍ଣ କଥା, ନିରୁତେ ଗାଇ ଗୁଣ ଗାଥା। ଏ ଭାବ ପାଇଲି ଯେମନ୍ତ, କହିବି ତୁମ୍ଭର ଅଗ୍ରତେ। ପୂର୍ବେ ମୁଁ ଦକ୍ଷ ସାପ ପାଇ, ଜନ୍ମିଲି ଦାସୀ ପୁତ୍ର ହୋଇ। ବ୍ରାହ୍ମଣ ଘରେ ଏକାକୀ, ମୋହର ଜନନୀ ସେବକୀ। ବ୍ୟାପାର କରେ ରାତ୍ର ଦିନେ, ମନ୍ତ ବିଧିର ବିଧାନେ। ସେ ବିପ୍ର ଗୃହେ ବର୍ଷା କାଳେ, ଅତିଥି ବ୍ରାହ୍ମଣେ ମିଳିଲେ।
ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି। ହେ ବିପ୍ର ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ। ତୁମ୍ଭର ଦୟା ଯେବେ ମତେ ମୋ ଘରେ ରୁହ ଦିନ କେତେ। ଦୁର୍ଗମ ବର୍ଷା ମାସ ଚାରି ଏ ଋତୁ ମୋର ଘରେ ସାରି। ହେଉ ବୋଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ। ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ। ବାଳୁତ ଚଞ୍ଚଳତା ଚିତ୍ତ ଛାଡ଼ି ମୁଁ ଯେବେ ଅବିରତ। ସେ ବିପ୍ର ଗଣେ ମତେ ଚାହିଁ ଆଶ୍ୱାସ କଲେ ଦୟା ବହି। ସମଦର ସେ ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ। ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ଥାଏ ଯେତେ। ତାହା ଭୁଞ୍ଜଇ ନିତ୍ୟ ମୋହି ଅନ୍ୟ ଭୋଜନ ନ ଜାଣଇ। ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋହର ଚିତୁ ଅପ୍ରମାଦେ। ସର୍ବକିଳି ବିଶ୍ୱ ବେଗେ ଗଲା ତାହାଙ୍କ ଧର୍ମ ଉଦେ ଗଲା। ବିପ୍ରଙ୍କ ମୁଖ ହରେ ବାଣୀ ତାହାଙ୍କୁ ଅନୁଗ୍ରହେ ଶୁଣି। ପଦକୁ ପଦ ଗୀତ ସ୍ୱରେ ସେ ବାଣୀ ମୋର ମନ ସ୍ଫୁରେ। ନିରୁତେ ଶୁଣି ପଦେ ପଦେ ମନ ବଢିଲା କୃଷ୍ଣ ପାଦେ। କୃଷ୍ଣ ହୁଁ ଆନନ ଜାଣଇ ବିଷୟ ରସ ଆହୁ କାହିଁ। ଯେଣୁ ଏ ସଦା ସଦ ରୂପ ପ୍ରାଣୀଙ୍କ ହୃଦୟରେ କଳ୍ପିତ। ଆପଣା ଅଜ୍ଞାନ ସେ ଅଟେ କେବେ ହେଁ ସତ୍ୟ ସେ ନ ଘଟେ। ମୋହି ଦେଖଇ ବାହ୍ୟ ଅନ୍ତେ ହରି ହୁଁ ନାଇଁ କେ ଜଗତେ। ଏମନ୍ତ ବରଷ ସରିଲା ଶରଦ ଋତୁ ପ୍ରକାଶିଲା। ବିପ୍ରଙ୍କ ସଙ୍ଗେ ହରି ବାଣୀ ନିରୁତେ ଶୁଣି ମୁଖେ ଭଣି। ସତ୍ୱିକି ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ। ମୋହର ସେବା ଦିନୁ ଦିନେ ଦେଖି ସନ୍ତୋଷ ବିପ୍ରଜନେ। ଜାଣିଲେ ଶୁଦ୍ଧ ସତ୍ୱ ରୂପେ ଭକତି ଜାତ ମୋର ଚିତେ। ଯିବାର ବେଳେ ମତେ ରାଇ କୃଷ୍ଣ ସାଧନ ଶିକ୍ଷା ଦେଇ। ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ ଜାଣେ ଉଦିତ ଭଗବାନ। ସର୍ବ କଇରେ ମୋର କନେ ଦାନବଶ୍ଚଳ ମୁନି ମଞ୍ଜନେ। ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ। ଯେ ଭାବ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ। କୃଷ୍ଣ ଅତିପେଣୁ କର୍ମ କଲେ ତୁଟଇ ମହାଭ୍ରମ। ଆତ୍ମାରେ ଜ୍ଞାନ ପ୍ରକାଶଇ ତ୍ରିତାପ ମାନ କ୍ଷୟ ଯାଇ। ଯାହା ଭଜନେ ବ୍ୟାଧି ଜାତ ତହୁଁ କେବେ ହେଁ ନୁହେଁ ଶାନ୍ତ। ମିଳିଲେ ସେ ଅନ୍ୟ ଦ୍ରବ୍ୟରେ ତେବେ ବ୍ୟାଧିଙ୍କୁ ନାଶ କରେ। ଯେ କର୍ମ ସଂସାର କାରଣ ସେ ନୁହେଁ ତାହାର ବାରଣ। ହେଲେ ଈଶ୍ୱରେ ସମର୍ପଣ ବିନାଶେ କର୍ମର ବନ୍ଧନ। ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ମଜି। ସେ କାହିଁ ତରିବ ସଂସାରେ ପଡ଼ଇ ଘୋର ଅନ୍ଧକାରେ। ଏ ଭବ ମଧ୍ୟେ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି। ଭକତି ଯୋଗ ଯତ ହୋଇ ଜ୍ଞାନ ଅଧୀନ ତାର ହୋଇ। ଯେବେ ସକଳ କର୍ମ କରି ବିଷ୍ଣୁ ଅର୍ପଣ ମନେ ଧରେ। ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ। ମୁଖେ ଉଚାରି ମନେ ସ୍ମରି ସେ ଭକ୍ତି ଯୋଗେ ଅଧିକାରୀ। ଅରୂପ ବ୍ରହ୍ମ ମନେ ସ୍ମରି ସେ ଜିତେ ତାଙ୍କ ନାମ ଧରି। ସେ ବାସୁଦେବ ଯେ ପଦ୍ମନ ଯେ ଅନିରୁଦ୍ଧ ସଂକର୍ଷଣ। ମନ୍ତ୍ର ଉଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି। ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି କୃଷ୍ଣ ଦେହେ। ଏମନ୍ତ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ। ସେ ହରି ମତେ ଜ୍ଞାନ ଦେଲା ଅଶେଷ ଦୁଃଖ ପାର କଲା। ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧର। କୃଷ୍ଣର ନାମ ଯଶ ଗତେ ତ୍ରାଣିଙ୍କି କହ ଭାଗବତେ। ଜଣେ ପଣ୍ଡିତ ଜନଙ୍କର ବୋଧ କର୍ମ ଜୀବ ଦୂର। ବିଷୟ ଦୁଃଖୀ ପ୍ରାଣୀଙ୍କର ଅନ୍ୟଥା ଗତି ନାହିଁ ଆର। ସେ ଏବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିନୀ। ଏମନ୍ତ ବ୍ୟାସ ଆଗେ କହି ବୀଣା ବଜାଇ କୃଷ୍ଣ ଗାଇ। ସେ ମୁନିବର ପାଦ ଯୁଗେ ସୁଜନେ ନାମ ଅନୁରାଗେ। ହୋଇବ ଭବ ବନ୍ଧ ନାଶ କହଇ ଜଗନ୍ନାଥ ଦାସ। इति श्रीमद्भागवतम पुराणे परमहंस संहितां प्रथम स्कन्धे व्यास नारद संवादे नाम पंचमोऽध्याय। हरि ओम्।